କାଳ ବୈଶାଖୀର ତାଣ୍ଡବ, ଗଛ ପଡ଼ି ଜଣେ ମୃତ ଓ ଜଣେ ଗୁରୁତର। ଗଜପତି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଅତ୍ୟନ୍ତ ଗୁରୁତର ହୋଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଥିସହ ବଜ୍ରାଘାତ ଯୋଗୁଁ 3 ଗୋଟି ବଳଦର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ବଳଦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମଠାରେ କାଳ ବୈଶାଖୀ ତାଣ୍ଡବରେ ଗତକାଲି ସନ୍ଧ୍ୟା ସମୟରେ ଏକ ବିରାଟକାୟ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି କାଳବୈଶାଖୀ ପ୍ରଭାବରେ ବାଘଶାଳା ଗ୍ରାମରେ ପ୍ରବଳ ବର୍ଷା ପବନ ହୋଇଥିଲା। ବାଘଶାଳା ଗ୍ରାମଠାରେ ଦୋକାନ କରିଥିବା ୱାଇ ଶ୍ରୀନୁ ସବୁଦିନ ପରି ଦୋକାନ ଖୋଲି ବସିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସେହି ଗ୍ରାମର ୱାଇ ମନ୍ମଥରାଓ ନାମକ ଜଣେ ବ୍ୟକ୍ତି ଆଶ୍ରୟ ନେଇଥିଲେ। ହଠାତ୍ ପ୍ରବଳ ବେଗରେ ପବନ ବୋହିବା ଫଳରେ ଦୋକାନ ପଛପାର୍ଶ୍ୱରେ ଥିବା ଗଛଟି ଦୋକାନ ଉପରେ ପଡ଼ିଯାଇଥିଲା। ଫଳରେ ଉଭୟ ଚାପି ହୋଇଯାଇଥିଲେ। ପ୍ରଥମେ ଗ୍ରାମବାସୀ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ପରେ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଗଛ କଟର ସାହାଯ୍ୟରେ କଟାଯାଇ ପ୍ରଥମେ ଦୋକାନୀ ୱାଇ ଶ୍ରୀନୁଙ୍କୁ ଉଦ୍ଧାର କରାଯାଇଥିଲା। ସେ ମୁମୂର୍ଷୁ ଅବସ୍ଥାରେ ରହିଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ଏହାର ପରବର୍ତ୍ତୀ ସମୟରେ ୱାଇ ମନ୍ମଥରାଓଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କେ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଗତ 30 ତାରିଖ ରାତ୍ର 8 ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରାଘାତ ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପାରତଡ଼ା ଗ୍ରାମର ତିମୟ ଭୂୟାଙ୍କ 3 ଗୋଟି ବଳଦ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଅନ୍ୟ ଏକ ବଳଦ ବଜ୍ରାଘାତରେ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତ ବଳଦ ସେହି ସମୟରେ ଗୁହାଳରେ ଆଶ୍ରୟ ନେଉଥିଲେ। ହଠାତ୍ ବଜ୍ରାଘାତ ଯୋଗୁଁ ଏଭଳି ଅଘଟଣ ଘଟିଲା। ମୃତ ବଳଦ ଗୁଡ଼ିକର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଗ୍ରାମବାସୀ ପ୍ରକାଶ କରି ବଳଦ ମୃତ୍ୟୁବରଣ କରିଥିବା ଗରିବ ଚାଷୀଙ୍କୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି।